କୁନି କୁନି ପିଲାମାନେ ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣ। ଆଜି ଗୋଟେ ବଢ଼ିଆ ଗପ କହିବି। ଥରେ କ'ଣ ହେଇଛି ନା, ଗୋଟେ ରାଜ୍ୟରେ ଜଣେ ଧନୀ ବ୍ୟକ୍ତି ରହୁଥିଲେ। ଧନୀ ବ୍ୟକ୍ତିଙ୍କର ବହୁତ ଧନ ସମ୍ପତ୍ତି ଥିଲା। ତା ସହିତ ତାଙ୍କର ବହୁତ ଜମି ବାଡ଼ି ପୋଖରୀ ସବୁ ବି ଥିଲା। ଜମି ବାଡ଼ିରୁ ବି ତାଙ୍କର ଭଲ ଫସଲ ଆଦାୟ ହେଉଥିଲା। ପୋଖରୀରେ ସେ ମାଛ ଛାଡ଼ୁଥିଲେ, ମାଛ ଚାଷ କରିକି ଭଲ ଆଦାୟ କରୁଥିଲେ। ତେଣୁ ବହୁତ ପଇସା ରହୁଥିଲା ତାଙ୍କ ପାଖରେ। ହେଲେ କ'ଣ ହେଇଛି ନା, ତାଙ୍କ ଘର ପାଖରେ ଗୋଟେ ଚାଷୀ ରହୁଥିଲା। ଚାଷୀଟି ଅତି ଗରିବ, ତାର ନିଜସ୍ୱ କୌଣସି ସମ୍ପତ୍ତି ନାହିଁ। ସେ କେବଳ ଚାଷବାସ କରେ ଦୁଇଟା। କାହା ଜମିରେ କେତେବେଳେ ଚାଷ କରିବ, ସେଇଠୁ ଯାହା ପନିପରିବା ଫସଲ ଯାହା ଆସିବ ଅଧା ସେ ମାଲିକକୁ ଦେବ, ଆଉ ଅଧା ସେ ରଖିବ। ତ ଏଇ ଧନୀ ବ୍ୟକ୍ତି ଜଣକ ସେ ଚଷାକୁ ଥରେ କହିଲେ, ତୁ ଏଠି ସେଠି କାହିଁ ବୁଲୁଛୁ, ତୁ ମୋ ପାଖରେ କାମ କର, ମୋ ଜମି ଚାଷ କର, ତୁ ବି ପାଇବୁ ମୁଁ ବି ପାଇବି କିଛି ପରିବା। ଚଷାଟି ଟିକେ କିଛି ସମୟ ଭାବିଲା, କହିଲା ହଉ ମାଲିକ, ମୁଁ କାଲିକି ତୁମକୁ ଜଣେଇବି। ତାପରେ ସେଦିନ ସେ ଘରକୁ ଗଲା। ଘରକୁ ଯାଇକି ତା ସ୍ତ୍ରୀ ପିଲାମାନଙ୍କ ସହିତ କଥା ହେଲା ଯେ ଏମିତି ଆମ ପଡ଼ୋଶୀ ଘର ସେ ଧନୀ ବ୍ୟକ୍ତି କହୁଛନ୍ତି ତାଙ୍କ ଚାଷ କରିବାକୁ। ତା ସ୍ତ୍ରୀ ପିଲାମାନେ କେହି ରାଜି ହେଲେଣି। କହିଲେ ସେ ଧନୀ ବ୍ୟକ୍ତିଟା ସତ ଯେ, କିନ୍ତୁ ସେ ଭାରି ଲୋଭୀ, କୃପଣ, ଆଉ ହଇରାଣ କରେ ସେ ଲୋକଙ୍କୁ। ତା ପାଖରେ କାମ କଲେ ତମକୁ ବହୁତ କାମ କରେଇବ। ଇଏ କହିଲା ହଉ ଆମେ କ'ଣ କରିବା, ଆମେ ତ ଗରିବ ଲୋକ, ଆମେ କାମ କରିବା ଆଉ ଦେଖିବା। ଆଉ ଏବେ ତ ସେ କହୁଛି, ଯଦି ବେଶୀ କାମ କହିଲା ନହେଲେ ବନ୍ଦ କରିବା ସିନା, ଏବେ କାମ କରିବା ଯାହା ବି ହଉ। ତା ପରଦିନ ସକାଳୁ ସିଏ ଧନୀ ବ୍ୟକ୍ତିକୁ କହିଲା ହଉ ଠିକ୍ ଅଛି, ମୁଁ ତୁମର କାମ କରିବି। ଗଲା। ତା ପରଦିନରୁ ସିଏ ତା ବିଲ ସବୁ ଚାଷ କରେ, ଧାନ ଦିଏ। ହେଲେ ଏମିତି କିଛି ଦିନ ଗଲା ପରେ ଥରେ କ'ଣ ହେଇଛି ନା, ସେ ଚାଷୀର ପୁଅଟିର ଦେହ ଖରାପ ହେଇଗଲା। ଜ୍ୱର ହେଲା। ସିଏ ତାକୁ ଗାଁ ବୈଦ୍ୟଙ୍କଠି ଦେଖେଇଲା, ଭଲ ହେଲାନି। ବୈଦ୍ୟ କହିଲେ ନା, ଆକୁ ଟିକେ ସହର ନେବାକୁ ପଡ଼ିବ, ବଡ଼ ମେଡ଼ିକାଲ ନେବାକୁ ପଡ଼ିବ। ଇଏ ଚଷା ପାଖରେ ତ ପଇସା ନାହିଁ, ଇଏ ବା କ'ଣ କରିବ, କେମିତି କରିବ? ଇଏ ଯାଇକି ସେ ଧନୀ ବ୍ୟକ୍ତିଙ୍କୁ କହିଲା, ମାଲିକ ଆଉ ମୋତେ କିଛି ପଇସା ଦେଇଥାନ୍ତୁ, ମୁଁ ଟିକେ ପୁଅକୁ ଦେଖେଇକି ଆଣିବି। କହିଲେ ମାଲିକ ସିନା କହିବା କଥା, ହଉ ତୁ ତ ମୋର ଚାଷ କରୁଛୁ, ଯା କିଛି ପଇସା ନେ, ଦେଖେଇକି ଆଣେ, ପଛେ ବୁଝିବା। ମାଲିକ ବହୁତ ତାକୁ ଗାଳି ଦେଲା। କହିଲା ତୁ ଅଳ୍ପ କିଛି ଦିନ ହେଲା କାମ କରିଛୁ, କ'ଣ ମୋତେ ଏମିତି ପରିବା ଦେଉଛୁ, ମୋତେ ପଇସା ମାଗୁଛୁ? ଇଏ କହିଲା ନା ମାଲିକ, ମୁଁ ଧାର ଆକାରରେ ମାଗୁଛି। ନା ତୋତେ ଗୋଟେ କ'ଣ ଧାର ଦେବି, ତୁ ଗୋଟେ ଗରିବ, ତୁ କୋଉଠୁ ଆଣି ସୁଝିବୁ? ଏମିତି ବହୁତ ଏପଟ ସେପଟ କଥା କହିଲା। କହିଲେ ଚଷାର ମନ ଭାରି ଦୁଃଖ ହେଲା। ସିଏ ମନ ଦୁଃଖରେ ଫେରି ଆସିଲା ସିନା, ସେ ଆଉ ଘରକୁ ନ ଯାଇକି ସିଧା ବାଟେ ବାଟେ ଚାଲିଲା ଗୋଟେ ଆଡ଼େ ଜଙ୍ଗଲ ଆଡ଼େ। ତା ମନ ଭାରି ଖରାପ। ଜଙ୍ଗଲ ଭିତରେ ଯାଇ ବହୁତ ବାଟ ଗଲା ପରେ ଗୋଟେ ପାହାଡ଼ର ପାଦ ଦେଶରେ ପହଞ୍ଚିଲା। ସେ ପାଦ ଦେଶରେ ପହଞ୍ଚି ଗୋଟେ ବଡ଼ ପଥର ଉପରେ ସେ ବସି ପଡ଼ିଲା। ମନ ଦୁଃଖରେ ବସିକି ଚିନ୍ତା କଲା, କ'ଣ କରିବି? ଗୋଟିଏ ବୋଲି ପୁଅ, ତାକୁ ମୁଁ ଭଲ କରିପାରିବିନି, ମୋ ପାଖରେ ପଇସା ନାହିଁ। ହେ ଭଗବାନ, କାହିଁକି ଏ ଅବସ୍ଥାରେ ମୋତେ ପକେଇଲ? ଏମିତି ସବୁ ଭାବୁଛି। ଦେଖିଲା ବେଳକୁ ଘୋଡ଼ାଟା ପୁରା ସାଉଣ୍ଡ ଶୁଣାଗଲା ତାକୁ, ଘୋଡ଼ା ମାନେ ଯେମିତି ଆସନ୍ତି। ସିଏ ଛାନିଆ ହେଇକି ଚାହିଁଲା ବେଳକୁ କ'ଣ ହେଇଛି ନା, ସେ ଯେଉଁ ପଥରଟାରେ ବସିଥିଲା ତାର କିଛି ଦୂରରେ ସେ ପାହାଡ଼ ତଳେ 30-40ଟା ଲୋକ ଘୋଡ଼ା ସବାର ଆସିକି ବସିଛନ୍ତି। ପହଞ୍ଚିଲେ। ଇଏ କହିଲା ଏ ଜଙ୍ଗଲ ଭିତରେ ଘୋଡ଼ା ସବାର କ'ଣ କରୁଛନ୍ତି କହିକି ଯାଇକି ଟିକେ ଦେଖିଲା ବେଳକୁ ସେ ଘୋଡ଼ା ସବାରେ ଯେଉଁମାନେ ଆସିଥିଲେ ସେ ସବୁ ଗୁଡ଼ାକ ଡକାୟତ, କୋଉଠୁ କ'ଣ ଲୁଟି ଲାଟିକି ପଇସା ପତ୍ର, ଟଙ୍କା, ଧନ ସମ୍ପତ୍ତି ସବୁ ଧରିକି ଆସିଛନ୍ତି। ଦେଖିଲା ବେଳକୁ କ'ଣ ହେଇଛି ନା, ସିଏ ଆସିକି ସେ ଗୁମ୍ଫା ଗୋଟେ ଥିଲା, ଗୁମ୍ଫାର ପଥର ଆଡ଼େଇକି ସେଇ ଭିତରେ ପଶିକି ସବୁ ଧନ ସମ୍ପତ୍ତି ତାଙ୍କ ରଖିଲେ। ଇଏ ଲୁଚି ଲୁଚି ଯାଇ ଦେଖୁଛି। ରଖି ସାରିକି ପୁଣି ବାହାରିକି ପୁଣି ସେଇ ପଥର ସବୁ ସାଇଡ୍ ବନ୍ଦ କରିଦେଲେ। ବନ୍ଦ କରିଦେଇକି ପଳେଇଗଲେ। ଇଏ ଦେଖିଲା, ଆରେ ଇଏ ଚୋର ଡକାୟତ ମାନେ ରଖିଛନ୍ତି ମାନେ ପଇସା, ଏଠୁ ମୁଁ ନେଇଗଲେ କିଛି ଅସୁବିଧା ନାହିଁ, ମୋର କିଛି ପାପ ହବନି, କାରଣ ଏମାନେ ତ ଡକାୟତ। ଇଏ ବି କ'ଣ କଲା, ଯାଇ ସେ ପଥର ହଟେଇକି ସେଠୁ କିଛିଟା ସୁନା ମୋହର ନେଇକି ପଳେଇଲା। ଇଏ ତ ଗରିବ ଲୋକ ସିନା, ଇଏ ତ ସବୁବେଳେ ଧର୍ମରେ ରହେ। ୟା ପୁଅର ଚିକିତ୍ସା ପାଇଁ ଯେତିକି ଦରକାର କେବଳ ସେତିକି ନେଇକି ସେ ସେଠୁ ପଳେଇଗଲା ପରେ ଯାଇକି ଘରେ ପହଞ୍ଚିଲା। ପୁଅକୁ ନେଇକି ଗଲା ସହରକୁ, ଚିକିତ୍ସା କରେଇକି ଆଣିଲେ। ଧନୀ ବ୍ୟକ୍ତି ଜଣକ ଦେଖିଲା, କହିଲା ଆରେ ମୁଁ ତାକୁ ପଇସା ଦେଲିନି, ଇଏ ଏତେ ଜଲ୍ଦି କୋଉଠୁ ପଇସା ଆଣିଲା, ଯାଇକି ଏତେ ପଇସା ସହରରେ ଦେଖେଇକି ଆଣିଲା। କ'ଣ କରୁଛି ଧନୀ ବ୍ୟକ୍ତି ଜଣକ, ତାକୁ ଧୀରେକିନି ପଚାରିଲେ ଇଏ ତ ନିର୍ମାୟ ଲୋକଟିଏ, ଇଏ ସବୁ କଥା ସତ କହିଦେଲେ। ସେ କ'ଣ କଲା ନା, ଧନୀ ବ୍ୟକ୍ତି ଜଣକ ତାର ଲୋଭ ଗ୍ରାସିଲା।
ଠିକ 2 ଦିନ 3 ଦିନ ଯାଇଛି କି ନାହିଁ, ସିଏ କଣ କରୁଛି ସନ୍ଧ୍ୟା ସୁଦ୍ଧା ଯାଇକି ସେଇ ପାହାଡ ତଳେ ସେ ଗୁମ୍ଫା ଭିତରେ ପଶିକି ପଥର ଆଡେଇକି ଦେଖିଲା ସେ ଭିତରେ ବହୁତ ସମ୍ପତ୍ତି ଅଛି। ସିଏ କଣ କରିବ, ଗୋଟେ ଗାମୁଛା ଗୋଟେ ବ୍ୟାଗ ଯାହା ତା ପାଖରେ ଥିଲା ସବୁ ସୁନା ଭର୍ତ୍ତି କରିକି ସେଥିରେ ଆଣିକି ଆସିଲା ହାରି। ପଥର ଦେଇ ଦେଇକି ପଳେଇ ଆସିଛି। ଆସିକି ଘରେ ପହଞ୍ଚିକି ତାକୁ ସବୁ ଲୁଚେଇକି ରଖିଲା। ରଖିଲେ କଣ ହବ, ଲୋଭ ତ କେବେ ହେଲେ କମ ନୁହଁ ନା। ପୁଣି 2-4 ଦିନ ଛାଡିକି ପୁଣି କଣ କରୁଛି, ଚାଲିଲା ଗୋଟେ ବଡ ଅଖା ଆଉ ଗୋଟେ ଗଧ ଧରିକି ଯାଇଛି। କଣ ନା ଗଧ ପିଠରେ ଲଦିକି ଅଖାରେ ଆଣିବ ଆଉ, ଏ ଭାବିକି ଯାଇଛି ଆଉ। ଗଲେ ଏଣେ ଏପଟେ କଣ ହେଇଛି ନା, ସେ ଚୋରମାନେ ଯୋଉଠି ରଖିଥିଲେ ଇଏ ଯୋଉ ବ୍ୟାଗ ସଂଖ୍ୟା ସୁନା ମୁଦ୍ରା କଏନ ଯାହା କିଛି ଲୁଚିକି ନେଇଗଲା, ତା ପରଦିନ ଚୋରମାନେ ଆସିକି ଦେଖିକି ସନ୍ଦେହ କରିଛନ୍ତି ଯେ ଏଠୁ ବୋଧେ କିଏ କଣ ସାମାନ ନଉଛି। ସେ କଣ କରିଛନ୍ତି ନା, ସେ ଗୁମ୍ଫା ଭିତରେ ସବୁ ସୁନା ରୂପା ଅଳଙ୍କାର ରଖିବା ପରେ ଆଉ 2ଟା ଡକାୟତକୁ ସେ ଭିତରେ ଗୋଟେ ବଡ ଟାଙ୍କି ଭିତରେ ବସେଇ ଦେଇକି ଯାଇଛନ୍ତି। କାଳେ ଯଦି କିଏ ଆସିବ ତୁ ଆମକୁ ଖବର ଦବୁ। ହେଲେ ଇଏ ଧନୀ ବ୍ୟକ୍ତି କୁଆଡୁ ଜାଣିବ, ଇଏ ତ ଲୋଭରେ ଗ୍ରାସିଛି। ଇଏ ତାକୁ ଅଖା ଧରି ଯାଇ ଯେମିତି ସନ୍ଧ୍ୟା ହେଇ ଆସିଛି ଯାଇକି ସେ ପଥର ଆଡେଇକି ଯାଇକି ଅଖାରେ ସବୁ ଧନ ସମ୍ପତ୍ତି ସବୁ ଲୋଡ କଲା। ଲୋଡ କଲା ବେଳକୁ ସେ ଡକାୟତ ମାନେ ଲୁଚିକି ଦେଖୁଛନ୍ତି। ଇଏ ତାପରେ ଲୋଡକି ବାନ୍ଧିକି ଯେତେବେଳେ ଗଧ ପିଠିରେ ରଖିଲା, ସେମାନେ ସିଓର ହେଇଗଲେ ଯେ ଇଏ ଏକୁଟିଆ ହିଁ ଆସିଛି ନବାକୁ। ବାହାରିକି ଚାହିଁଲେ, ଚାରିଆଡକୁ ଚାହିଁଲେ, କୋଉ ସୈନ୍ୟ ସାମନ୍ତ କେହି ନାହାନ୍ତି ତ, ଦେଖିଲେ କି ନା କେହି ନାହାନ୍ତି। କହିଲେ ଠିକ ଅଛି, ଇଏ ଯେମିତି ବାହାରିକୁ ଆସିବାକୁ ଚେଷ୍ଟା କରିଛି, 2 ଜଣ ଯାକ ଡକାୟତ ୟାକୁ ଧରିଲେ, ଧରିକି ଖଣ୍ଡାରେ ଦେଇକି 2 ଚୋଟ ଦେଲେ ତାକୁ। ସେ ଧନୀ ବ୍ୟକ୍ତିଟି ସେଇଠି ମରିଗଲା। ତାକୁ କଣ କଲେ ନା, ତାର ସବୁ ସମ୍ପତ୍ତି ଯାହା ସିଏ ବ୍ୟାଗ ରଖିଥିଲା ତାକୁ କାଢିକି ନିଜେ ରଖିଥିଲେ, ସେ ବ୍ୟାଗ ଭିତରେ ତାକୁ ପୁରେଇ ଦେଲେ। ତାକୁ ପୁରେଇ ଦେଇକି ବାନ୍ଧିକି ଗଧ ପିଠିରେ ଲଦିକି ପୁଣି ଗାଁ ଅଭିମୁଖେ ଗଧଟିକୁ ବାଡେଇ ଦେଇକି ଉଡେଇ ଦେଲେ। ଗଧ ବିଚାରା ଧନୀ ବ୍ୟକ୍ତିର ଲାଷ୍ଟକୁ ଧରିକି ଗାଁକୁ ଆସିଲା। ଗାଁ ମଝିରେ ଠିଆ ହେଇଛି, ଲୋକ ଆସିଲେ ଆସ୍ତେ ଆସ୍ତେ ଗହଳି ହେଲେ। କଣ ଏଇଟା ଦେଖା ଦେଖି ଯେତେବେଳେ ବସ୍ତା ଖୋଲିଲା ବେଳକୁ ଧନୀ ବ୍ୟକ୍ତି ଜଣକ ମରିକି ପଡିଯାଇଛି। ସେଇଠୁ କୃଷକ ସବୁ କଥା କହିଲା ଇଏ ବୋଧେ ସେଇଠିକି ଯାଇଥିବେ ଆଉ, ଡକାୟତ ମାନେ ସେଠି ଅଛନ୍ତି ଆଉ। ଗାଁ ଲୋକ ସମସ୍ତେ କହିଲେ ଏତେ ବଡ ଧନୀ ଲୋକ, ତୋର କଣ ଦରକାର ଥିଲା ଯାଇକି ସେଠି ଡକାୟତ ହାବୁଡେ ପରିକି ଆସିବାକୁ? ତୁ ଯଦି ଜାଣିଲୁ, ଖବର ପାଇଲୁ, ତୁ ସିନା ରାଜାଙ୍କୁ ଦେଇଥାନ୍ତୁ କି ସୈନ୍ୟ ସାମନ୍ତ କାହାକୁ କଟୁଆଳକୁ କହିଥାନ୍ତୁ ଡକାୟତ ମାନେ ସେଠି ଅଛନ୍ତି। ନିଜେ ଲୋଭରେ ଯାଇ ନିଜେ ମରଣକୁ ଡାକି ଆଣିଲୁ। କହିକି ଯିଏ ଯାହା ରାସ୍ତାରେ ଚାଲିଗଲେ। ଏଥିରୁ କଣ ବୁଝିଲେ ପିଲାମାନେ? ଆମେ ସେଇ କଥା, ଲୋଭରୁ ମୃତ୍ୟୁ। ତେଣୁ ଜୀବନରେ କେବେ ବି ଧନ ସମ୍ପତ୍ତି ପାଇଁ ଲୋଭ ରଖିବାନି। ଶୁଣିଲ, ବୁଝିଲ ପିଲାମାନେ? ହଉ, ଆଜି ପାଇଁ ତାହେଲେ ଏତିକି। ବାଏ।